ମାଲକାନଗିରିରେ ପ୍ରବଳ ଗରମ, ତେଣୁ ଆମ ଘରେ ବେଲ ପଣା ହେଉଛି। ଜଣେ ଗାଁରୁ ଜଣେ ଗୋଟେ ବଡ଼ ବେଲ ଦେଇଥିଲେ, ପ୍ରାୟ ଗୋଟେ 2 କେଜିଆ ଓଜନର ବେଲ। ଆଉ ସେ ବେଲ ଆମର ନଡ଼ିଆ, ଏସବୁ ଆମର କଦଳୀ, ଏସବୁ ଆମ୍ବ, କାଜୁ, ଖିସମିସ୍ ପକାଇକି ଗୋଟେ ବେଲ ପଣା, ମସ୍ତ ବେଲ ପଣା ଆମର ତିଆରି ହେବ। ଆମେ 4ଟା ବେଳକୁ ବେଲ ପଣା ପିଇବୁ। ଆଉ ସେ ବେଲ ଗୋଟେ ମିଳିଥିଲା, ବଡ଼ ବେଲ, ସେ ବେଲର ସବୁ ଇଏ କରିକି ଏମିତି କୋରା ହେଉଛି, କୋରା ହେଇକି ସବୁ ବେଲ ଇଏ କରାହେଉଛି। ଏ ବେଲ ସବୁ ପଣା, ଏଇଟା ହେଉଛି ବେଲ ପଣା ହେବ। ଆଉ ବେଲ ପଣାଟା ଦେହ ପାଇଁ ବହୁତ ଉପକାର। ଆପଣମାନଙ୍କର ଯେଉଁ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି, କୋଲ୍ଡ ଡ୍ରିଙ୍କସ୍ ବଦଳରେ ଆପଣ ବେଲ, ଯେଉଁ ନିଜ ବାଡ଼ି ବଗିଚାରେ ଥିବ ବେଲ ପଣା ପିଅନ୍ତୁ। ବେଲ ପଣା ମାଟି ଗ୍ଲାସରେ ବେଲ ପଣା ରହିଛି ପିଇବା ପାଇଁ। ଏଥିରେ ଆମର ଦହି, ଛେନା, ଆଉ ଗୁଡ଼, ବେଲ, ଆଉ ନଡ଼ିଆ, କାଜୁ, ଖିସମିସ୍, କଦଳୀ, ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ପଡ଼ିଛି। ଆପଣମାନେ ନିଜ ଘରେ ଲେମ୍ବୁ ପାଣି କିମ୍ବା ଆପଣଙ୍କ ମିଶ୍ରି ପାଣି ନଚେତ ବେଲ ପଣା କରି ପିଅନ୍ତୁ। ଆପଣଙ୍କର ଯେଉଁ ମୃଦୁ ପାନୀୟ ଯେଉଁ ବଜାରରେ ମିଳୁଛି, ଯେଉଁ କୋଲ୍ଡ ଡ୍ରିଙ୍କସ୍, ଆଦୌ ପିଅନ୍ତୁନି। ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ।